देख भाई कथा बुझो चेष्टा कर ମୁଁ କହୁଛି भाउज भाउज मत ମୁଁ आडुस ଦେଖିଲି ମୋତେ ଆଗରୁ ହାତ ଉଠୁଛି भाउज मत आडुस এই বুড়ি তাকে ডকাই মতো মারা মারো ହାତ ଉଠୁଛି ବହୁତ ହେଇଗଲା କୁଆଡ଼େ ଆସୁ ମୁଁ ଏ ଘରର ସାନ ବୋହୂ ତୋର ଯା ବୋଉ ମୁଁ ଗୋଟେ ଅଗ୍ନି ପରୀକ୍ଷା ଦେବାକୁ ଚାହୁଁଛି ସେଇଥିପାଇଁ ଏଠିକି ଆସିଥିଲି ଆପଣଙ୍କଠାରୁ ଆଶୀର୍ବାଦ ନେବାକୁ କିନ୍ତୁ ଏଠିକି ଆସିଲା ପରେ ମତେ ଯାହା ଲାଗୁଛି ମୋ ପ୍ରଥମ ପରୀକ୍ଷାଟା ମୁଁ ଏଇଠୁ ଆରମ୍ଭ କରିବି ଦେଖୁଛ ତମ ସାନ ଭଉଣୀ ସାହସ ଦେଖୁଛ ତମ ଭାଇର ସାହସକୁ ତମେ ଦେଖ ମୋ ମୁହଁ ତ ଖରାପ ତମେ ନା ଏବେ ଆସିପାର ତମ ବାପା ବୋଉଙ୍କ ଦାୟିତ୍ୱ ସବୁ ମୋ ଉପରେ ଛାଡ଼ିଦିଅ ଆରେ ଯାଅ ନା ଯାଉଛି ବୋଉ ଆଜି ମୋ ଘରକୁ ଆସେ କି ନ ଆସେ ସଙ୍ଗୀତା ତମମାନଙ୍କ କଥା ବୁଝିବ ଯାଉଛି ଭାଇ ମୁଁ ଏବେ ତମକୁ ବଡ଼ ଭାଇର ସମ୍ମାନ ଦେଉଛି ଆଉ ତମକୁ ଅନୁରୋଧ କରୁଛି ସାନ ଭାଇ ସହିତ କେବେ ବି ଟକ୍କର ଦେବ କାହିଁକିନା ଏ ପର୍ଯ୍ୟନ୍ତ ମୋର ଏ ହାତଟା ତମ ଉପରକୁ ଉଠିନି ଯୋଉଦିନ ମୋର ଏ ହାତଟା ତମ ଉପରକୁ ଉଠିବ ତମର ଏ ରାଜରାଣୀ ସହଧର୍ମିଣୀ ସେଦିନ ବିଧବା ହେଇଯିବ ଖୁସିରେ ଗପ ଗୋଟେ ଅପ ଚାଲିଛି ଆଉ ସନ୍ଧ୍ୟାବେଳେ ସେ ଯେଉଁ ବେଲୁନ ଫୁଟା କେକ୍ କଟା ଏସବୁ ବନ୍ଦ କର ହଁ ମୁଁ ଖାଲି ଟିକେ ଥାନାରୁ ଆସିଛି ହଉ ଆପଣ ଭିତରକୁ ଆସନ୍ତୁ ଆପଣଙ୍କ ସହିତ ମୋର ଅନେକ କଥା ହବାର ଅଛି ଚାଲନ୍ତୁ ଶୁଣ ତୁ ମଧ୍ୟ ଭୁଲି ଯାଉଛୁ ମୁଁ ତୋ ବଡ଼ ଭଉଣୀ ଅପା ତୁ ମଧ୍ୟ ଭୁଲି ଯାଉଛୁ ତୁ ଯୋଉ ଭାଡ଼ିର ପାରା ମୁଁ ସେଇ ଭାଡ଼ିର ଦୂର 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 ମୋ ଝିଅ କାହିଁକି ଆସିଛ ମୋ ଯାଆ ହେବାକୁ ଆସିଛି ବାପା ମୋ ସହିତ ଚ୍ୟାଲେଞ୍ଜ ଦେବାକୁ ଆସିଛି ଯାହା କହିଛୁ ସେ ଟଙ୍କା ସାଙ୍ଗେ ଦୂର ଦୂର ହେଇଗଣି ମାନେ ପଡୁଥିଲା ତମେ ତ କଲ୍ୟାଣ କରିପାରିଲନି ଅନ୍ତପକ୍ଷେ ଝିଅର ଘର କରଣା ତ ଦେଖି ନିଅନ୍ତୁ ମୁଁ ରୋଜି ମଙ୍ଗରାଜ ରୋଜି ପଟ୍ଟନାୟକ ମୁଁ କେବଳ ସିଧା ଆଙ୍ଗୁଠିରେ ଘିଅ ଉଠାଏ ସେଇଥିପାଇଁ ତୁ ଘିଅର ବାସ୍ନାଟା ପାଉ ହେଲେ ସ୍ୱାଦଟା ଆଦୌ ଜାଣିପାରୁନା ବାପା ମୁଁ ପଟ୍ଟନାୟକ ବଂଶର ସାନ ବୋହୂ ଏଣିକି ତମ ବ୍ୟବହାରକୁ ଶୃଙ୍ଖଳିତ କରି ନେବ ତୁ କଣ ଭାବ ଗାଈ ମଙ୍ଗରାଜ ମୁହଁରେ ଜବାବ ଦେଲୁଣି ତୁ ସାରେ ହାଁଟା ଭଳିଆ କଣ ଛାଇଛୁଆ ତା ତଣ୍ଟି ଧରେ ମୁଁ ତା କୋଚିଆ ଭଳିଆ ଭଳିଆ ତା ଥାଉ ବାପା ଥାଉ ସେ ଯେତେବେଳେ ମୋ ସାଙ୍ଗରେ ଖେଳିବାକୁ ଆସିଛି ତମେ ତାକୁ ଖେଳିବାକୁ ଦବ ନା ଖେଳିବ ତୋ ଭଉଣୀ କଥା ପିଲାଦିନେ ଖେଳଉଛୁ ଜନ୍ମତାରା ଦେଖାଉଥିଲା ଏଥର ଦିନରେ ଜନ୍ମ ଦେଖେଇବ ଦିନରେ ତମ ଝିଅ ମତେ ଜହ୍ନ ଦେଖେଇବ ନା ନିଜେ ଜହ୍ନ ଦେଖିବ ସେଇ କଥାଟା ଏବେଠୁ ଭାବିନୁ ପ୍ରଣାମ କରିବାକୁ ପୁରାପୁରି ଭୁଲି ଯାଇଥିଲି
ଛୁଆ ମେଞ୍ଚେରି ଆଜି ପର୍ଯ୍ୟନ୍ତ ତୁ ପକାକୁ କିଛି କାଇ ମଣ୍ଡ ଭାବରେ ବିଶ୍ୱାସ করে ଭାବରେ ଆଉ ଭାବରେ ଯିଏ ସେପଟ করে না ভাব কাই মଣ୍ଡ ତାକୁ ସବୁଦିନ ପାଇଁ ଅଭାବରେ ଆସିଦିଏ। ବୋଉ ମୁଁ ଗୋଟେ ଅଗ୍ନି ପରୀକ୍ଷା ଦେବାକୁ ଚାହୁଁଛି ସେଇଥିପାଇଁ ଆପଣଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଥିଲି କିନ୍ତୁ ମୋତେ ଯାହା ଲାଗୁଛି ମୁଁ ପ୍ରଥମ ପରୀକ୍ଷାଟା ଏଇଠୁ ଆରମ୍ଭ କରିବି। ହଁ ମୋ ପ୍ରଥମ ପରୀକ୍ଷାଟା ମୁଁ ଏଇଠୁ ଆରମ୍ଭ କରିବି। ହଁ ମୋ ପ୍ରଥମ ପରୀକ୍ଷାଟା ମୁଁ ଏଇଠୁ ଆରମ୍ଭ କରିବି। କ'ଣ କରୁଛୁ ଯାହା କରୁଛୁ ରାତି କରୁଛୁ ରାତି ବଢ଼ୁଛି ତାତି ବଢ଼ୁଛି ତା ସାଙ୍ଗରେ ସବୁ କିଛି ବଢ଼ୁଛି। ଗୋଟେ କାଣ୍ଡ କାରଖାନା ରାତିରେ ହବ ଏବେ। ଭାଇ ତମେ ବୋଧେ ଭୁଲି ଯାଉଛ ମୁଁ ହଉଛି ତମ ଶାଢ଼ୀ ତମେ ହଉଛ ମୋ ଭିଣୀ। That's right. ଶାଢ଼ୀ ଭିଣେଇ ବଢ଼ିଆ ବଢ଼ିଆ। ହଁ ତମ ଘରକୁ ଯେତେବେଳେ ଯାଏ ତମ ଘରକୁ ଭାଇ ଆଗରେ ନନା ଆସ ଆସ ଭାଇ ଆସ ଆସ ଖାଇବାକୁ ଦେଉ କ'ଣ ଖାଇବାକୁ ଦେଉ ଭାଇ ଯେଉଁ ଏଣ୍ଡୁରି ଆଉ କ୍ଷୀରି ବେରେ ସେ ୱାଣ୍ଡରଫୁଲ୍ ଏଣ୍ଡୁରି ସୁଇଟ୍ କ୍ଷୀରି ୱାଣ୍ଡରଫୁଲ୍ ଏଣ୍ଡୁରି ସୁଇଟ୍ କ୍ଷୀରି ଖାଇକିରି ମୋ ମନ ପୁରା ଖୁସି। ଗୋଟା ଗପ ମନେ ପଡ଼ୁଛି ଗପ କ'ଣ ଜାଣିଛୁ ଯେଉଁ ମିଠା ଜିନିଷ ସୁଇଟ୍ ଜିନିଷ ଗୋଟେ ଗପ ଥିଲା କ'ଣ କୁମ୍ଭୀର ମାଙ୍କଡ଼ କ'ଣ ଜାମୁକୋଳି ସେ ଜାମୁକୋଳି ଖାଉଥିଲା ମାଙ୍କଡ଼ ସେଟା ଖାଏ ଫୋପାଡ଼େ ତା ତଳେ ଥିଲା କିଏ କୁମ୍ଭୀର ଗୋଟେ ଗୋଟେ ତା ଭାଗ୍ୟରେ ପଡ଼େ ଯେମିତି ସବୁଦିନେ ପ୍ରଶାନ୍ତ ଭାଗ୍ୟରେ ପଡ଼େ ମୁଁ ଗୋଟେ ଦିନ ତ ଘରୁ ଯାଏ ଏତ କଥା ହବ। ସେ ଜାମୁକୋଳି ଖାଇକିରି କୁମ୍ଭୀର ଭାବିଲା ହେଲେ ହେଇ ଏ ମାଙ୍କଡ଼ ତ ସବୁଦିନେ ଖାଉଛି ମିଠା ଜାମୁକୋଳି ମାଙ୍କଡ଼ ବଡ଼ିଟା କେତେ ସୁଇଟ୍ ହେଇଥିବ ତୁ ଯେଉଁ ୱାଣ୍ଡରଫୁଲ୍ ଏଣ୍ଡୁରି ଆଉ ସୁଇଟ୍ କ୍ଷୀରି ଖାଇକି ତୋ ବଡ଼ିଟା କେତେ ସୁଇଟ୍ ହେଇଥିବ କହିଲି ତ। ଦେଢ଼ଶୁର ଏକ ନାଟକ ଚାଲିଛି କିରେ ଏବେ ନାଟକ ହେଉଥିଲା ଦେଢ଼ଶୁର ମୋର ଦେଢ଼ ଈଶ୍ୱର ସେ ନାଟକରେ ଦେଢ଼ଶୁରଟା ପୁରା ଈଶ୍ୱର ଭଳିଆ କିନ୍ତୁ ମୁଁ ଝିଅ ନୁହଁ ମୁଁ ହେଉଛି ପୁରା ରାକ୍ଷସ ଭଳିଆ। ତ ହାଡ଼ ମାଉସକୁ ଆଜି ଚୋବେଇ ଚୋବେଇକିରି ଖାଇବି ଗୋଟେ ଖୁସିରେ ଖାଇବି।
ପଳଉଛୁ କୁଆଡ଼େ ତୁ? ଘାଟ ବନ୍ଦ, ବାଟ ବନ୍ଦ, ପୁଲିସ ପାଖରେ ସବୁ ପାଠ ବନ୍ଦ। ପୁଲିସ ପାଠ TV ଗୁଣେ 8 ଜାଣୁ ଜାଣୁ। ପ୍ଲିଜ୍ ଭାଇ ପ୍ଲିଜ୍ ମୋତେ ଛାଡ଼ିଦିଅ। ଆରେ ଛାଡ଼ିଦେବି, କି କଥା କରୁ ଛାଡ଼ିଦେବି? ଆଜି ଗୋଟେ କ'ଣ ହବ ନା ଆଉ? ଥାନା ଉଷଣ ଯାଇଥିଲୁ, କ'ଣ କରୁ ଭାଇ ଉଷଣ ହଉଥିଲୁ? କଥା ତାପରେ ଗଲୁ କୁଆଡ଼େ କ'ଣ କାଣ୍ଡ କାରଖାନା କଲୁ, ଆସିକି ବାହାରିକି ସ୍ତ୍ରୀ ओए साली बनने चली घरवाली। ओए आज एमती कांड कारखाना हवा तो सी न तू हाँ तापर जा स्टोरी लेखा हम कहबी कि प्रभु रहीगले प्रभु आउ जीवन छाड़ू प्रभु डाक प्रभु रहीगले स्वर्गरे गोटाए प्रभु मर्त्य गोटाए प्रभु दैट्स मी प्रभु पटनायक कौन करूँ बे कौन करूँ अंगारे जाइए मत धमकी पड़े तू जानी जानी ओए तोर सो कॉल्ड हस्बैंड को प्रशांत ताको जानिचु तोरी बेडरूम रे से मेंचड़ को तोरी बेडरूम रे बेकर रस्सी लगे उल्टा टांगी देगी बस्ती बालकुनी रे छोड़ा गीत लगे वो गीत कहलु से सोले जब तक है जा मैं नाचूंगी गीत बंद हो माने साथ छाड़ दे मर जाओ बहुत याराना लगता है हाँ? क्यों भाई बसा तो घर में बसा अरे बसा तो भाई मुझे जाऊँ अच्छा सांग सांग से पहुँच जाऊँ खाया मगे दे मुझे जाऊँ बसा हाँ बुझेगा जो उद्देश्य नहीं कि घर को आई तू सी पाठ नुह ये घर जे पर्यंत रही मो कथा मान रही दरिद्रिक रही जानचु कारण या पर स्टेप को जानचु 376 को जानचु 302 दर्शन पर मर्डर ते मारिया पड़ो नहीं साइंस मर जीव तू जानचु जो उद्देश्य नहीं कि आज से उद्देश्य पछरे पका चुपचाप ए घर पड़ीचु बापा को डाके ऑटो पड़ा घर को तो गल फटे देवी जानचु
ଅପମାନିତ ନାରୀ ହୁଏନି, ହୁଏ ପୁରୁଷ। କାରଣ ସେଇ ପୁରୁଷଟିକୁ ଜଣେ ନାରୀ ହିଁ ଜନ୍ମ ଦେଇଥାଏ। ତୁ ଏତିକି ବୁଝିପାରୁନୁ? ନା ମୁଁ କେବେ ବି ନିଜକୁ ବୁଝେଇ ଦେଇପାରିବିନି, କେବେ ବି ବୁଝେଇ ଦେଇପାରିବିନି। ତୁ ଶପଥ କରିଛୁ ଦି କୂଳକୁ ଉଦ୍ଧାର କରିବ। ତତେ ଏସବୁ ଭୁଲିଯିବାକୁ ପଡ଼ିବ। କାରଣ ତୁ ନାରୀ, ତୁ ସର୍ବଂସହା ଧରିତ୍ରୀ। ତୁ ମରିଗଲେ ଦିଟା ଯାକ କୂଳ ଭାସିଯିବ। ତୁ କୂଳ ରକ୍ଷା କରିବୁ ନା ଆତ୍ମହତ୍ୟା କରିବୁ? ତୁ କୂଳ ରକ୍ଷା କରିବୁ ନା ଆତ୍ମହତ୍ୟା କରିବୁ? ତୁ କୂଳ ରକ୍ଷା କରିବୁ ନା ଆତ୍ମହତ୍ୟା କରିବୁ? ଦେଖେଇ ଦଉନା କଣ ହେଲା? ପଡ଼ିଗଲା କାହିଁକି? କଣ ହେଇ ତାର? ନାଇଁ ବୋଉ, ମୋର କିଛି ହେଇନି। ଏମିତି ଟିକେ ମୁଣ୍ଡ ବୁଲେଇ ଦେଲା ତ ସେଥିପାଇଁ। କିଛି ହେଇନି, ପଡ଼ିଗଲୁ। ଠିକ ସମୟରେ ଖାଉନି କି ଠିକ ସମୟରେ ପିଉନୁ, ଆଉ ମୁଣ୍ଡ ବୁଲି ମତେ କଣ ହବ? ପିଲାଟା କଥା ମାନିଲେ ସିନା ହବ, ଶୁଣିବାର ନାହିଁ। ଆରେ ପୁଅ, ବୋଉ ଯୋଉ କେସ୍ କରିଥିଲା କଣ ହେଲା? ସବୁ ଶେଷ ହେଇଗଲା। ଆମର ଆମ ଗାଁ ଭିତରେ ଦୋଳ ମଣ୍ଡ ପୁରା କଥା ହଉଥିଲେ ପିଲାମାନେ। ବୋଉ ବାହା ବେଳେ ବେଳେ ଘରକୁ ଆଉଛନ୍ତି। କେସ୍ କଲେ, କୋର୍ଟ କଚେରୀ କଲେ, ପୁଣି କାହିଁ ଘରକୁ ଆଉଛନ୍ତି କେଜାଣି? ଆସନ୍ତୁ, ମୋର କଣ ଅଛି? ଆମେ ତ ଚାକର ବାକର ଲୋକ, ଆମ କଥା କିଏ ଶୁଣିବ ନା ନ ଶୁଣୁ? ମୁଁ ଚାଲିଲି, ମୋର ବିଲ ବାଡ଼ି କେତେ କଣ କରୁଛି। ଅଗୁଣ ମାସରେ କରିବି ପବନ ନନା ଦୁଆରେ ଆରେ ଆମ ଘର ଦ୍ୱାରେ ଏମିତି କିଏ ଗୀତ ବୋଲୁଛି? ବାପା ଚକୁଳିଆ ପଣ୍ଡା ଆସୁଛନ୍ତି। ଆରେ ବାବା, ଆମ ଘର ଦ୍ୱାରକୁ ଚକୁଳିଆ ପଣ୍ଡା ଆସିଛନ୍ତି? ଆରେ ବାବା, ଯା ସେମାନଙ୍କୁ ଟିକେ ଆମକୁ ଡାକେ। ଆମ ଡାକିବା ଗୀତ ଶୁଣିବାକୁ ମତେ ବହୁତ ଭଲ ଲାଗେ। ହଉ, ଆପଣମାନେ ଏଇଠି ବସିଥାନ୍ତୁ, ଡାକିବି। ଅଗୁଣ ମାସରେ କରିବି ପୁଣ୍ୟ ନନା ଦୁଆରେ କରିବ ଆଣୁ ପାରି ଗଣ ପଖାରୁଟି ଦବ ଆଗୁନେ ନନା ଆଜି ରୋଷେଇ କରିବ ଭାଇନା ରୋଷେଇ କରିବ। ନମସ୍କାର ନମସ୍କାର। ମହାରାଜ, ଆପଣଙ୍କୁ ନମସ୍କାର ପକାଉଛନ୍ତି? ଆମେ ପୁରା ଦେବତା। ଦେବର୍ଷି, ତମେ ଏଇଠି କଥା କହୁଛ? ନମସ୍କାର ନ ପକେଇଲେ ସିଏ ଆମକୁ ଅଭଦ୍ର ବୋଲି ଭାବିବେ ନାହିଁ। ଓ ଏଠି ତାହେଲେ ଏଇଟା ଚଳେ? ସରି ସରି। ଆମେ ଏ ଦୃଶ୍ୟ ଟିକେ ଧନ୍ୟ ହେଇଗଲୁ ଆଜ୍ଞା। ଏଭଳିଆ ପିତୃଭକ୍ତି ପୁଅ ଆମ ସ୍ୱର୍ଗରେ ବି ନାହାନ୍ତି। କଣ କହିଲେ ଆଜ୍ଞା? ସ୍ୱର୍ଗ? ହଁ ଆଜ୍ଞା, ଆପଣଙ୍କ ଘର ପୁରା ସ୍ୱର୍ଗ ପରି ଲାଗୁଛି। ହଁ ନା ନା, ତମେ ଠିକ କହିଛ। ଆମେ ସ୍ୱର୍ଗରେ ଅଛୁ, ଆମ ପାଇଁ ସ୍ୱର୍ଗ ଠିକ ଅଛି। ହଁ, ଆମ ସ୍ୱର୍ଗ କିନ୍ତୁ ଏମିତି ନୁହଁ। ଆମର ଇଚ୍ଛା ହଉଛି ଆମେ ସବୁଦିନ ଏଇଠି ରହିଯାନ୍ତୁ, ଆଉ ଆମ ସ୍ୱର୍ଗକୁ ଜମା ଯାଆନ୍ତୁନି। ମୋର ଇଚ୍ଛା ହଉଛି ଆପଣ ସେଇ ଭଲ ପୁଅକୁ ମୁଁ ମୋ ସାଥିରେ ନେଇଯାଏ। ନାଇଁ ନାଇଁ ଆଜ୍ଞା, ଆପଣ ସେମିତି କୁହନ୍ତୁନି। ମୋର ଗୋଟେ ବୋଲି ପୁଅ, ତାର ଯଦି କିଛି କଣ ହେଇଯିବ, ଆମେ ଏ ବୁଢା ବୁଢୀ ନିଜ ଯାକ ମରିଯିବ। ବାବୁ ମହାରାଜ, ମୁଁ ଜାଣିଛି ଆପଣ ଯାହା પર ନଜର ପକାନ୍ତି ତାକୁ ସାଙ୍ଗରେ ନେଇଯାନ୍ତି, ହେଲେ ଏଠି ସେ କାମ କରନ୍ତୁନି ଆଜ୍ଞା, କରନ୍ତୁନି। ଦେବୁ ନା ନା ସେ
ଦୁଷ୍ଟ ନାରୀ ଆସିଲାଣି ଜମାରୁ ଛାଡ଼ିବନି କଟି ଯିବା ଚାଲ ସବୁ ମୁଁ ଆସିଗଲି ବସି ମା ଆସିଲୁ କି ମା ହଁ ମା ଗଲୁ ମା ନନା କହିଲି ଚା କରିଦେବୁ ଗଲୁ ଯା ହେଲେ ମା ସେମାନେ ତ ଚାଲିଗଲେ ସେମାନେ ଚାଲିଗଲେ ମୋତେ ତ ମୋ ପୁଅଟା ଟିକେ ଆଶୀର୍ବାଦ କରିକି ଗଲେନି ମା ସାନ ବାବୁ ବାଟରେ ଯାଉଥିଲେ ଯାଉ ଯାଉ ପଡ଼ିଗଲେ ମୁଁ ତାକୁ ଉଠେଇଦେଲି ପଡ଼ିଗଲା ହଁ। କାହିଁକି ଏମିତି ପଡ଼ି ଯାଉଛି କଣ ହେଇଛି ତାର ତା ସ୍ତ୍ରୀ ପାଇଁ ସବୁବେଳେ ଚିନ୍ତା କରୁଛି ଠିକ ସମୟରେ ଖାଉନି କି ଠିକ ସମୟରେ ପିଉନି ଆଉ ତା ମୁଣ୍ଡ ବୁଲେଇ ହେଉଥିବା କଣ ଓହୋ ତା ସହିତ ତାକୁ ଆଣିବାକୁ ଇଚ୍ଛା ନାହିଁ ତମେ ମନା କରିଦଉନ ବାବୁ ମା ମୁଁ ବି ସେଇ କଥା କହୁଛି ହେଲେ ମା ଛୋଟ ମୋର ବଡ଼ କଥା ମୁଁ କ'ଣ କହୁଥିଲି କି ସେଭଳି ଉଦଣ୍ଡି ବୋହୂକୁ ଆପଣ ଏ ଘରକୁ ଜମା ବି ଆଣନ୍ତୁନି ସାନ ବାବୁକୁ ଆଉ ଗୋଟେ ଭଲ ଜାଗାରେ ଦେଖି ବାହାଘର କରେଇ ଦିଅନ୍ତୁ ଦେଖିବେ ସେତେ ଦିନ ପର୍ଯ୍ୟନ୍ତ ଏ ଘର ପାଇନି ପତ୍ର ସବୁ ମୁଁ କରିଦେବି ମା ମୁଁ ଯାଉଛି କ୍ଷୀରଟା ଭିତରେ ରଖିଦେଇ ଆସିବି ଏବେ ମା ତୁ ଯୋଉ ସେବା କରୁଛୁ ତୋ ସେବା କେବେ ଆମେ ଭୁଲି ପାରିବୁନି ଲେ ମା ନାହିଁ ନାହିଁ ବାବୁ ଆପଣ ସେମିତି କୁହନ୍ତୁନି ପିଲାଟି ଦିନରୁ ମୁଁ ମୋ ବାପା ମାଆଙ୍କୁ ହରେଇଛି ଆଉ ଆପଣ ଦି ଜଣ ହେଉଛନ୍ତି ମୋର ବାପା ଆଉ ମା ଆପଣ ଦି ଜଣଙ୍କୁ ସେବା କରି ମୁଁ ନିଜକୁ ଧନ୍ୟ ମନେ ଭୁଲିପାରିବି ମତେ 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 ଆଶୀର୍ବାଦ କର ବାବୁ ମତେ ଆଶୀର୍ବାଦ କର ମା ହଉ ହେଲା ମା ହେଲା ଜଗନ୍ନାଥ ତୋତେ ମଙ୍ଗଳ ରଖିଥାନ୍ତି ମା ହେଲା ମା ବାବୁ ସାନ ମା ଆସିଲେଣି ହେ? ମୋ ବୋଉ ଆସିଛି ହଁ ମୋ ବୋଉ ଆସିଛି ନିଶ୍ଚୟ ମୁଁ ଜାଣିଥିଲି ମୋ ବୋଉ ଘରକୁ ନିଶ୍ଚୟ ଫେରିବ ହଁ? ମୋ ବୋଉ ବୋଉ ବାପା ବୋଉ ମୁଁ ଫେରି ଆସିଛି ବାପା ମୁଁ ଆପଣଙ୍କୁ ଏଇଠି ପ୍ରଣାମ କଲି ହେଲା ମା ହେଲା ହେଲା ବୋଉ ମୁଁ ଆପଣଙ୍କୁ ଏଇଠି ପ୍ରଣାମ କଲି ମୁଁ ଏଥର ଏଠିକି ଆସିଛି ତମକୁ ଗୋଇଠା ମାଇଲେ ବି ମତେ କେହି କିଛି କହିପାରିବେ ତମ ପୁଅ ମୋ ଗୋଡ଼ ଧରି ନ ମାଗିବା ମୁଁ କେବେ ସ୍ଥିର ହୋଇ ରହିବି ମୁଁ ଘରେ ନିଆଁ ଲଗେଇଦେବି ମୁଁ ଛାଞ୍ଚା କରିଦେବି ଏ ଘରକୁ ଜାଳି ପଡ଼ି ପାଉଁଶ କରିଦେବି ବାପା ବୋଉ ଆସନ୍ତୁ ମୁଁ ପୁରା ଘରେ ନେଇଯିବି ମୁଁ ପୁରା ଧରିବା ପାଇଁ ଆସିଛି ଚାଲନ୍ତୁ ଚାଲନ୍ତୁ ଘର ଭିତରୁ ଚାଲନ୍ତୁ ଆରେ ଲକ୍ଷ୍ମୀ ଆରେ ଦେବକୁ ଶଙ୍ଖ ମୁକିବ ସେ ସେ ପୁଅ ଆରେ କୁଆଡ଼େ ଗଲ ଆରେ ଶଙ୍ଖ ଫୁଙ୍କା ହଉନି ପକାଅ ଆରେ ବୋଉ ଆସିବ ନା ଘର ପଡ଼ିବ ଉଠିବ ପଡ଼ିବ ଉଠିବ ଏ ଦେବଙ୍କ କଥା ପତ୍ର ଦେଇ ସମୁଦ୍ର ଦେଇକି ଜଗନ୍ନାଥଙ୍କୁ ଶୁଭିବ ଜମା ଶୁଭିବନି ଏ ଦେବର କଥା କେହି ଶୁଣିବେନି ଏ ଦେବ ମଣ୍ଡପରେ ବସି ମୁଁ ଶୁଣିଥିଲି ମାରୁକା ଗଛନା ଉତ୍ତର ଶାଶୁରା Pakira Gajura, Bugara Gajari, Alara, Yataki Gajure, Pura Pubia Nate. Tu doctor, mon kona ichi. Are kon tu doctor, mon kona ichi. ତମେ ମୋତେ ବାଧ୍ୟ କରୁଛ ଯେତେବେଳେ
ମୁଁ କହିବା ପାଇଁ ବାଧ୍ୟ ହେଉଛି। ଶୁଣ ଶ୍ରବଣ, ତମକୁ ବ୍ରେନ୍ ଟ୍ୟୁମର। 2 ମାସ ତମ ସମୟ, ଆଉ ମାତ୍ର 2 ମାସ। ତମ ଏ ଲାଷ୍ଟ ଷ୍ଟେଜରେ ମୁଁ ତମର କୌଣସି ହେଲ୍ପ କରିପାରୁନି। ନାଇଁ ଡକ୍ଟର ଭାଇ, ମୁଁ କଥା ଭାବୁନି। ମୁଁ ଭାବୁଛି ମୋ ବାପା ବୋଉ କଥା, କେମିତି ବଞ୍ଚିବେ ମୋ ବାପା ବୋଉ, କେମିତି ବଞ୍ଚିବେ? ତମ ପରିବାର ପାଇଁ ମୁଁ କିଛି ବି ସାହାଯ୍ୟ କରିପାରିବି, ବରଂ ମୋ ଦ୍ୱାରା ତମ ପରିବାର ବହୁତ କ୍ଷତି ହେଉଛି। ନାଇଁ ମୋତେ ଚାପ ଦୋଷ ନାହିଁ, ସବୁ ଦୋଷ ତ ମୋ ଭାଗ୍ୟର ନା, ମୋ ଭାଗ୍ୟର। ମୁଁ ଆସୁଛି ଶ୍ରବଣ, ତମ ପାଇଁ କିଛି କରିପାରିନଥିବାରୁ ମୁଁ ଦୁଃଖିତ। ମୁଁ ଆସୁଛି। ଡକ୍ଟର, ମୋ କଥା ଶୁଣନ୍ତୁ ଡକ୍ଟର। ଶ୍ରବଣ ଭାଇ, ଡକ୍ଟର କ'ଣ କହିଲେ? ଡକ୍ଟର କହିଲେ ମୁଁ ବହୁତ ଭଲ ଅଛି। ସବିତା, ତୁ ମୋ ବାପା ବୋଉନି ଘରକୁ ଯା, ମୁଁ ଟିକେ ଡେରି ହେଇଛି। ଶ୍ରବଣ ଭାଇ, ଡକ୍ଟରଙ୍କ କଥା ମୁଁ ସବୁ ଶୁଣିଛି। ଡକ୍ଟର କହିଲେ ମତେ ବ୍ରେନ୍ ଟ୍ୟୁମର ହେଇଛି। ଡକ୍ଟର ଏହି କଥା କହିଲେ। ଆଉ 2 ମାସ ପରେ ମୁଁ ମରିଯିବି। ଶୁଣ ମୋ ବାପା ବୋଉ ମରିଯିବେ। ତମ ସଙ୍ଗୀତ ଏଠି ଯୋଉ ବିଚୁ ସ୍ତ୍ରୀର ଅଭିନୟ କରିବାକୁ ଆସିଥିଲା, ଆଜିଠୁ ତୁ ମୋ ସତ ସ୍ତ୍ରୀ ହେଇଯା। ପରିଷ୍କାର ଦେଖାଉଛୁ ସଙ୍ଗୀତା, ମୁଁ ମରିଗଲା ପରେ ମୁଁ କେବେ ବି ମୋ ବାପା ବୋଉକୁ ଶାନ୍ତିରେ ରଖିଦେବି। ମୋ ବାପା ବୋଉ ଅଣ୍ଡା ଧରି ଦେଇ କୋଉ ଗଛ ମୂଳେ ପଡ଼ି ରହିବେ, ମୋ କଥା ମନେ ପକେଇ ବହୁତ କାନ୍ଦିବେ। ହେ, ତୁମ କଥା ରଖିବୁ ନା? ହେ, ପରିଷ୍କାର ଦେଖାଉଛୁ ସଙ୍ଗୀତା, ମୁନମୁନ କେବେ ବି ମୋ ବାବାଙ୍କୁ ଶାନ୍ତିରେ ରଖେଇ ଦବ। କେବଳ ତୋ ଭିତରେ କେହି ବି ସାହା ଭରସା ନାହାଥିଲା ସଙ୍ଗୀତା। ଚାକିରି ହେଇଗଲା, ଭଲ ଚାକିରି, ଭଲ ଦରମା, ଭଲ ଜାଗା। ସେଇ କଥା ନୁହେଁ ସଙ୍ଗୀତା? ଭାଇ ମୁଁ ତମ ଦେହ କଥା ପଚାରୁଛି। ମୁଁ ତ ବହୁତ ଭଲ ଅଛି। ଏଇ ସଙ୍ଗୀତା ତମ ବାହା ହେଲା ଠିକ ସେ କରୁଛି। ତମେ ଆସ, ମୋ ଭିତରେ ଆସ। ଦେଖିଲ, ଏଇ ସଙ୍ଗୀତାର ବହୁ ମିଶ୍ର ବହୁତ ଭଲ ଲାଗୁଛି ନା? ମୋର ବିଶ୍ୱାସ ତମେ ନିଶ୍ଚୟ ସଙ୍ଗୀତକୁ ବହୁ ମିଶ୍ର ସଜାଇଥିବ। ସେଥିପାଇଁ ମୁଁ ତମକୁ ଧନ୍ୟବାଦ ଜଣାଉଛି। ପ୍ରଶାନ୍ତ, ତମ ଗୋଟେ
କଥା କହିବ କଥା ରଖିବ କୁହ ଭାଇ କ'ଣ କହିବ କୁହ। ଏ ସଙ୍ଗୀତା ଯେମିତି ମୋ ବାପା ବୋଉଙ୍କ ପାଇଁ ମିଛ ବୋଉ ହେଇଗଲା ତମେ ସେମିତି ମୋ ବାପା ବୋଉଙ୍କ ପାଇଁ ମିଛ ପୁଅ ହେଇଛ। କ'ଣ କହୁଛ କିଛି ବୁଝିପାରୁନି। ମୁଁ ତମ ଦେହ କଥା ବୁଝୁଛି କ'ଣ ହେଇଛି ତ? ମୁଁ ଓକେ ମୁଁ ବହୁତ ଭଲ ଅଛି ତମେ ମୋ କଥା ରଖିବ ନା ମୋ ଦେଖ ଆରେ ଏତିକି ବିଶ୍ୱାସ କର ତମ ପ୍ରଶାନ୍ତ ଉପରେ ତମ ଅଛି ଅଛି ସଙ୍ଗୀତା ତୁ ଆମ କାମରେ କରି ରହୁଛୁ ନା ଆରେ ଆମ ସହିତ ସାମିଲ ହେଇଯା ନାଇଁ ଶ୍ରବଣ ଭାଇ ତମେ କିଛି କୁହ ନା ମୁଁ ତମର କୌଣସି କଥା ଶୁଣିନି। ତୁମେ ଶୁଣିବ ପ୍ରସାଦ ଶୁଣିବ ତମେ ନ ଶୁଣିଲେ ମୋ ଉଜୁରା ଘୋଡ଼ାକୁ ସଜାଡ଼ିବ କିଏ? ଭାଇ ଆମେ ସବୁ କଥା ସବୁ ଶୁଣିବୁ। କୁହ ଭାଇ କ'ଣ ହେଇଛି କୁହ କ'ଣ ହେଇଛି ତମର? କାହିଁକି ନା ମତେ ବ୍ରେକ୍ ବନେଇଛି ଆଉ 2 ମାସ ପରେ ମୁଁ ମରିଯିବି। ଭାଇ ସେ ଡକ୍ଟର ମୋତେ ଭୁଲ ରିପୋର୍ଟ ଦେଇଛି ସେ ଡକ୍ଟର। ଶ୍ରବଣ ଭାଇ ଯାହା କହୁଛନ୍ତି ସବୁ ସତ କହୁଛନ୍ତି। ତମର କିଛି ହବନି ଭାଇ ମୁଁ ତମକୁ ଦିଲ୍ଲୀ ନେଇଯିବି ଦରକାର ପଡ଼ିଲେ ଭୟ ନେଇଛି ଭାଇ ତମର କିଛି ହବନି। କିଛି ଲାଭ ହବନି ପ୍ରସାଦ ମୋର କଥାଟା ଚାରିଆଡ଼େ ପ୍ରକଟ ହୋଇଯିବ। ଏ କଥାଟା ମୋ ବାପା ଶୁଣିଲା ମୋ ବାପା ବୋଉ ଶୁଣୁ ଶୁଣୁ ମରିଯିବେ। ସେଥିପାଇଁ ତମ 2 ଜଣ ପାଖରେ ହାତ ଯୋଡ଼ି ଅନୁରୋଧ କରୁଛି ଏ ସଙ୍ଗୀତା ଯେମିତି ମୋ ବାପା ବୋଉଙ୍କ ପାଇଁ ମିଛ ବୋଉ ହେଇଗଲା ତମେ ବି ସେମିତି ମୋ ବାପା ବୋଉଙ୍କ ପାଇଁ ମିଛ ପୁଅ ହେଇଯାଅ। ପ୍ରସାଦ ମୁଁ ତମ ପାଇଁ ସବୁ ବ୍ୟବସ୍ଥା କରିଦେବି ତମେ ଖାଲି ମୋ ପାଇଁ ଖାଲି ପକ୍ସି ଗରିବ। ସଙ୍ଗୀତା ପ୍ରତିଦିନ ସକାଳ ଫୁଲ ତୋଳିକି ଆଣିକି ଦବ ଆଉ ଦେବୁ ନାଇଁ ଦେବୁ କିଛି କହିବନି ଚାଲା ପାଲା ଲୋକ ସମସ୍ତେ ଗପି ଦବୁ। ଆରେ କୁହ ତମେ ମୋ 2 ଜଣ ମୋ କଥା ରଖିବ ନା? ଆରେ ତମ 2 ଜଣଙ୍କ ପାଖରେ ମୁଁ ଅଛି ହାତ ମାରି ଅନୁରୋଧ କରୁଛି ରେ ଶ୍ରବଣ ବାପା ଆରେ ବାବା ତୁ କାନ୍ଦୁଛୁ କ'ଣ ପାଇଁ? ଡକ୍ଟର କହିଲେ ତ ଦେହ ଭଲ ଅଛି ବୋଲି ତ। ହଁ ବାପା ବୋଉ ଆଜିବାର ତ ଜନ୍ମଦିନ ତୋ ଜନ୍ମଦିନ ଏଇଟା ମଧ୍ୟ ବହୁତ ଭଲ ଅଛି ନା ବୋଉ। ମୋ ଜନ୍ମଦିନ ତୋର ମନେ ଅଛି? ହଁ ବୋଉ ସେଥିପାଇଁ ମୁଁ ସମସ୍ତେ ଡାକିଛି। ବୋଉ ଜାଣିଛ ପ୍ରସାଦ ଆସିଛି ଆଉ ସଙ୍ଗୀତ ବି ଆସିଛି। ପ୍ରସାଦ ବୋଉ Happy birthday to you. Happy birthday to you. जननी जन्मभूमि स्वर्गनपि गरियसि जननी जन्मभूमि स्वर्गनपि गरियसि बाबा मोर जगन्नाथ मोर
दी दिन है आमे किछि खाइने ଆଉ ପୁଅ ବୋଉ ଦିଟା ସବୁଦିନ ହୋଟେଲରୁ ଖାଇଦେଇ ଆସୁଛନ୍ତି। रोसई करबा को रोसई घर को गली जे बहु कहला गैस सरी जीव ଏସବୁ ହଉଛି ସେମାନଙ୍କର ଆମ ପ୍ରତି ମାନସିକ ନିର୍ଯାତନା। तबे जाओ होटल रे कोन दीटा खाई दे आसी ତମେ କହିଲୁ ମୁଁ ଯାଇ ହୋଟେଲରୁ ଖାଇଦେଇ ଆସିବି ଆଉ ତମେ ଘର ଭିତରେ ଏମିତି ଉପାସ ପଡି ରହିଥିବ। तमे जाओ मो पे कोन दीटा नहीं आसीबो ବଜାରକୁ ଖାଇବାକୁ ଆଣିବାକୁ ଗଲେ ସମସ୍ତେ ମୋତେ ପଚାରିବେ ବାବୁ ଆପଣ କ'ଣ ଏପର୍ଯ୍ୟନ୍ତ କିଛି ଖାଇନାହାନ୍ତି ଆଉ ତମ ପାଇଁ ଖାଇବାକୁ ଆଣିଲେ ସମସ୍ତେ ମୋତେ କହିବେ ବାବୁ ମା ଆପଣ ଏପର୍ଯ୍ୟନ୍ତ ଉପାସ ରହିଛନ୍ତି। तमे कहीं चिन्हा दुकान को जीवो जे ମୋତେ ବଜାରରେ କିଏ ଚିହ୍ନନ୍ତି କହିଲେ तावली हमें कोन एमती भोको उपासरे पड़ी रहिबा ମୁଁ କ'ଣ କହୁଥିଲି କହିଲ ଚାଲ ଆମେ ଏ ଘର ଛାଡ଼ି ପଳେଇ ଯିବା। पळेबा ହଁ ସେଇ ଜଗା ପାଖକୁ ପଳେଇବା ତା ଆନନ୍ଦ ବଜାରରେ ବରଂ ଭିକ ମାଗି ପେଟ ବସିବା ହେଲେ ଏଇଭଳି ପୁଅ ବୋଉଙ୍କ ପାଖରେ ଆଉ ମୋଟେ ରହିବାନି। ठीक कहिଛ तमे हमें सही जगह को चली जीवा सही जगह पाखे हम दुख काई कइबा ता पाखे भिक मागिले दुख नै हेले एती पुओ बो पाखे पानी रही मार गाड़ी खाइले बहुत बंदुची हमें दुई प्राणी एटी भोक उपसरे छटपट होतला बेले ए घर हांडी कुंडी सब खाली पड़ीची दी दिन हम फ्रिज टा भी खाली पड़ीची ପ୍ଲିଜ୍ ଏଇ ତମର ଏଇ ଖାଲି ପଡ଼ିଥିବା ଫ୍ରିଜ୍ କଥା ଶୁଣି ମୋର ମନେ ପଡ଼ିଯାଉଛି ସେଦିନ ଟିଭିରେ ଦେଖିଥିବା ଅମିତାଭ ବଚ୍ଚନ ଆଉ ହେମା ମାଲିନୀଙ୍କ ଅଭିନୀତ ବାଗବାନ ସିନେମାର ଗୋଟେ ଦୃଶ୍ୟ ଗୋଟିଏ ପଟରେ ସ୍ତ୍ରୀ କର୍ବାଚତ ବ୍ରତ ରଖି ଉପବାସ ଭାଙ୍ଗୁଥିଲା ବେଳେ ଅନ୍ୟ ପଟରେ ବୃଦ୍ଧ ସ୍ୱାମୀ ଭୋକର ଦାଉକୁ ସହ୍ୟ ନ କରିପାରି ଖାଲି କପ୍ ପ୍ଲେଟ୍ ଗୁଡ଼ାକୁ ଖଟ 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 କରୁଥାଏ। ଅଫସୋସ ସତରେ କେତେ ଅସହାୟ ବୃଦ୍ଧ ବାପା ମା ଏମାନଙ୍କର ପେଟର ଭୋକ ଅପେକ୍ଷା ମନର ତାଡ଼ନାଟା ଅନେକ ବେଶୀ। ବଡ଼ ପୁଅ ହିସାବରେ ପ୍ରଭୁ ପାଇଁ ଆମେ ଯାହା କରିଛେ ସେଇ ଅନୁପାତରେ ପ୍ରସାଦ ପାଇଁ କିଛି ହେଇନି ମୁଁ ମା ହିଁ ତା ପାଇଁ କିଛି କରିପାରିନି କିଛି କରିପାରିନି ସାନ ପୁଅ ଦିଟା ହରିଛି ଖାଇଥିଲେ ବଡ଼ ପୁଅ ପାଞ୍ଚଟା ଖାଇଥିବ ବଡ଼ ପୁଅ ପାଇଁ ଏତେ କରି ବଡ଼ ବଡ଼ ଆମେ ଏଇଆ କହିଲେ ଆରେ ଆମେ ପିଲା ହଉଛେ ବଗିଚାର ମାଳି ଏ ବଗିଚାରେ ପଦୁଟିଏ ଲଗେଇ ତା ମୂଳରେ ଖତ ସାର ନିର ଦେଇ ତା ପତ୍ରକୁ ସାଉଁଳେଇ ତା ଡାଳରେ ଫଳ ଫଳିଲା ପରେ ସେହି ଫଳ ବଜାରକୁ ଯାଏ ନିଲାମ ହେବାକୁ ଆଉ ସେଇ ନିଲାମ ହଉଥିବା ବଜାର ନାଁଟା ହଉଛି ବାହା ବଜାର ଆଉ ସେହି ବାହା ବଜାରରେ ନିଲାମଧାରୀ ମାନେ ହେଉଛନ୍ତି ଏହି ପ୍ରଭୁ ଭଳି ପୁଅମାନଙ୍କର ଶାଶୁ ଶ୍ୱଶୁର ଆଉ ଶଳାଶାଳୀ ମାନେ ଆଉ ଆମେ ହଉଛୁ ଅବହେଳିତ ମାଳି ଅସହାୟ ବାଗବାନ। हमने दिखाई माता पिता की उनके मन में तनिक नहीं परवाह
କେମିତି କା ନାହିଁ କିଛି ନାହିଁ ସବୁ ଖାଇ ଦେଇଛନ୍ତି। ଆମେ ସେସବୁ କିଛି ଖାଇନୁ। 2 ଦିନ ହେଲା ବୁଢ଼ା ବୁଢ଼ୀ ଦିଟା କିଛି ଖାଇନଥିଲୁ। ପିଣ୍ଟୁ ଖାଲି ପାଓ ଭାଜି ଦିଟା ଆଣିଥିଲେ, ସେଇ ପାଓ ଭାଜି ଦିଟା ଖାଇଛୁ। ଆମେ ବୁଢ଼ା ସେଗୁରା ପାଓ ଭାଜି ନୁହେଁ, ସେଗୁରା ହଉଛି ସାଣ୍ଡୱିଚ। ତ ବୋପା 14 ବର୍ଷରେ କେବେ ସାଣ୍ଡୱିଚ ଖାଇଛି? ବୋହୁ ବାପା କ'ଣ ଏ ଘରେ କ'ଣ ଚାଲିଛି ବାପା? ପ୍ରଭୁ ତୋର ଖାଇବାର ଇଚ୍ଛା ଥିଲା ମୋତେ କହିଲୁନି। ନାଇରେ ପ୍ରଭୁ, ଛୋଟ ହାତରେ ଖାଇବା ଚୋରି କରୁ ବିଶ୍ୱାସ ନାଇଁ। ଆମେ ସେସବୁ କିଛି ଆରେ ଖାଇବା ଚୋରି କରୁଛ ଏ ପ୍ରଭୁ, ତୁ ଏତେ ବଡ଼ ଅପବାଦ ଦେନା ରେ। ତୋ ମୁଣ୍ଡ ଖରାପ ହେଇଗଲାଣି ବୋଉ। ଆରେ ଆମେ ପିଣ୍ଟୁ ତୋ ମୁଣ୍ଡ ଖରାପ ହେଇଗଲାଣି, ତୋ ଉପର ମେସିନ୍ ଖରାପ ହେଇଗଲାଣି। ଏ ପ୍ରଭୁ, ଆରେ ଟିକେ କଥା ଶୁଣ। ଥିଲା ଖାଇବା ପାଇଁ ରୋଷେଇ କରି ଖାଇଲୁନି। ଘରେ ଜିନିଷ ନଥିଲା ନା ତୋ ହାତ ଭାଙ୍ଗି ଯାଇଥିଲା। ତୁ ପାଗଳି ହେଇଗଲୁ, ପାଗଳି ହେଇଗଲୁ। ପ୍ରଭୁ ତୁ ବିଶ୍ୱାସ କର। ଆରେ କ'ଣ ବିଶ୍ୱାସ? ଆରେ ମୁଁ ସେ ଦେଖୁଛି କ'ଣ ବିଶ୍ୱାସ? ଖାଇଲୁନି ଖାଇବ ମୋତେ ଏଇଟା କରିବାକୁ କହୁଛୁ। ମନା କରି ତୁ ବୋଉଟି ତୁ ଖାଇବୁନି ଆଉ କିଏ ଖାଇବ? ଆରେ ମୁଁ ଦରମା ପାଉଛି, ଚାକିରି କରିଛି, ଖାଇବାରେ ତ ବାପା ମାନେ କିଏ ଖାଇବ? କ'ଣ ମନା କଲି? ଇଏ ବୁଢ଼ା ବୟସରେ ଇଏ ଅବସ୍ଥାରେ ତୁମେ ପିଲାଟାକୁ ଚୋରି ବିଦ୍ୟା କ'ଣ ଶିଖଉଛ? ଆରେ କ'ଣ ବାବୁ ଆମେ ସେସବୁ କିଛି ଖାଇନୁ। ଆରେ ମୁଁ ଆଖିରେ ଦେଖିଲି। ଖାଇବା ଚୋରି ଆମେ ତ ଖାଇବାନି ସକାଳେ। ତୁ ବିଶ୍ୱାସ କରେ ବଜାର ନଷ୍ଟ କର। ବାପା ବୋଉ କାହିଁ ତମ ଗୋଟରେ ପଡ଼ିଥିଲେ? ବାପା ବୋଉ କ'ଣ ପାଇଁ ତମ ଗୋଟରେ? ତମ ଭାଇ ସୁସ୍ଥିରୁ ଆମ ପାଇଁ ଖାଇବା ମଗେଇଥିଲେ। ଏ ବୁଢ଼ା ବୁଢ଼ୀ ଦିଟା ସବୁ ଚୋରି କରି ଖାଇଛନ୍ତି। 2000 ଟଙ୍କାର। କେତେ ଟଙ୍କା? 2000 ଟଙ୍କା। ବାପା ବୋଉ ଯେମିତି ତମ ଗୋଟରେ ପଡ଼ିଥିଲେ ତମେ ସେମିତି ବାପା ବୋଉ ଗୋଟରେ ମାନେ ବାପା ବୋଉ ଯେମିତି ତମ ଗୋଟରେ ପଡ଼ିଥିଲେ ତମେ ସେମିତି ବାପା ବୋଉଙ୍କ ଗୋଟରେ ପଡ଼। ତ ମୁଣ୍ଡ କାମ କରୁନି। ଓଡ଼ିଆ କ'ଣ ଶୁଭୁନି? ବାପା ବୋଉ ଯେମିତି ତମ ଗୋଟରେ ପଡ଼ିଥିଲେ ତମେ ସେମିତି ବାପା ବୋଉ ଗୋଟରେ ପଡ଼। ଓଡ଼ିଆ ବୁଝେଇବି ବୁଝେଇବି। ମୋ ଗୋଡ଼ ତଳେ ନୁହେଁ, ବାପା ବୋଉଙ୍କ ଗୋଡ଼ ତଳେ ପଡ଼। ଛାଡ଼ିଦେ, ଶୀଘ୍ର ତ ବଡ଼ ନେଇ ଛାଡ଼ିଦେ, ଛାଡ଼ିଦେ। ପିଲାଟି ଦିନରୁ ତମେ ଚାକିରି କରିବା ପର୍ଯ୍ୟନ୍ତ ଏଇ ବାପା ତମ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି? ପାଇବ ସେ ଟଙ୍କା ତମ ବାପାଙ୍କୁ। ଏଇ ମା ଦେଇଥିଲା, ସେ ମା ଆଜି ତା ମମତାର ମୂଲ ମାଗୁଛି। ଫେରେଇ ଦେଇପାରିବ ସେ ମମତାର ମୂଳ? ଗୋଟାଏ ଶୂଳ ବି ତମେ ଶୁଝି ପାରିବ ପ୍ରଭୁ ପଟ୍ଟନାୟକ? ଶେଷରେ ନିଜ ସ୍ତ୍ରୀ ବୁଦ୍ଧିରେ ପଡ଼ି ତୁ ଆଉ ତାକୁ କିଛି କହନା ତୁ।
ଶୁଣ ମୁଁ ଆଜି ଗୋଟେ ଖୁସି ଖବର ନେଇ ମୋ ବାପା ବୋଉଙ୍କ ପାଖକୁ ଆସିଥିଲି ମୁଁ ଦିଲ୍ଲୀ କ୍ୟାଡରରେ IPS ପାଇଛି ଯୋଉ ଜିଲ୍ଲାକୁ ଯିବି ତମକୁ ସେଇ ଜିଲ୍ଲାରେ ଡେପୁଟେସନରେ ଡାକିବି ଆଉ ସେତେବେଳେ ଦେଖିବି ତମର ଏ ରାଜରାଣୀ ସହଧର୍ମିଣୀ କୋଉ ଫୁଲ ତା ଖୋସାରେ ଖୋସି ଆଉ କୋଉ ପାଟ ବସ୍ତ୍ର ତା ଦେହରେ ଗୁଡେଇ ଏଇ ଚାଲ ଆମଠୁ ପଳେଇଯିବା ଥାଉ ତମେ ଯିବା ଦରକାର ନାହିଁ ମୁଁ ଆଜି ଆସିଛି ଯେତେବେଳେ ମୋ ବାପା ବୋଉଙ୍କୁ ମୋ ସାଥିରେ ନେଇଛି ପ୍ରସାଦ ଆସୁ ଆସନ୍ତୁ ବାପା ମୋ ଘର ମୋ ସଂସାର ସବୁ ତ କୁଳନନ୍ଦନକୁ ଦେଇଦେ ସେ ରାଜରାଣୀ କି ନେଇ ଏ ଘରେ ଅୟସରେ ରହୁ ଚାଲ ବୋଉ ଶୁଣା ବାପା ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ଏ ଘରକୁ ଆଉ କେବେ ବି ଆସିବି ବାପାଙ୍କ ଅନ୍ତେ ଏ ଘର ମଝି ଦୁଆରେ ମୁଁ ପାଚିରି ପକେଇ ସେତଦିନ ପର୍ଯ୍ୟନ୍ତ ତମର ରାଜରାଣୀ କି କୁହ ଆମର ଐତିହାସିକ ମଙ୍ଗଳା ଭିତରେ କିଛି ଦିନ ଅୟସ୍ରେ ହୋଇଯାଏ ଆସୁଛି ତମ ଭାଇ ତମକୁ ଏତେ ମାଡ଼ ମାରିଲା ଏତେ କଥା କହିଲା ଅଥଚ ତମେ ତାର କିଛି କହିପାରିଲନି ହିରୋଟା ନା ହିରୋଟା ତା କାମ କଲା ତା ଆକ୍ସନ୍ କରିବ ଆଫ୍ଟର ଦ୍ୟାଟ୍ ଭିଲିଆନ୍ ତା ରିଆକ୍ସନ୍ଟା ଦେବ ଭିଲିଆନ୍ ରିଆକ୍ସନ୍ ମାନେ ଦ୍ୟାଟ୍ ୱିଲ୍ ବି ଦ ଡ୍ରାଷ୍ଟିକ୍ ରିଆକ୍ସନ୍ ମୋର ତ ଖରାପ ଗପିବ ଖାଲି ଆଉ ଗୁଡ଼ାଏ ଖୋରାଇ ଖାଇ ତମରି ପାଇଁ ଗୁଡ଼ାଏ ଖୋରାଇ ଖାଇ ମୁଁ ଯାଉଛି କେତେ ରେଷ୍ଟ କରୁଛି ତ ଖାଇବା କଥା ଯାଅ ରୁଟି କର ଭଜା କର ଖାଇବା କି ଅବସ୍ଥା ହଁ ମୁଁ ତତେ ଗୋଟେ କଥା କହିବାକୁ ଆସିଛି ମୋ କଥା ସଙ୍ଗୀତା ଶ୍ରବଣକୁ ବାହା ହେଇଛି ଶ୍ରବଣକୁ ବାହା ହେଇଛି କିନ୍ତୁ ସଙ୍ଗୀତା ତ ପ୍ରସାଦକୁ ବାହା ହେଇଥିଲା ଏବେ କିନ୍ତୁ ଶ୍ରବଣକୁ ବାହା ହେଇଛି ମୋ ସଉତୁଣୀ ହେଇଯାଇଛି ତାପରେ ସଙ୍ଗୀତା ପ୍ରତ୍ୟେକ ଦିନ ସ୍ୱାମୀ ବଦଳଉଛି ସିଏ ମୋ ସହିତ ଚ୍ୟାଲେଞ୍ଜ କରିଛି ସିଏ ବି ମୋ ସହିତ ଚ୍ୟାଲେଞ୍ଜ କରିଛି ସିଏ ଏବେ ଓକିଲ ଆମେ ତାର କିଛି କରିପାରିବାନି ତୁ ବ୍ୟସ୍ତ ହ ନା ଭାଇ ସେ ବ୍ୟବସ୍ଥା ନିଶ୍ଚୟ କରିବି ମୁଁ ଭାଇଙ୍କୁ ସବୁ ବିଷୟ କହିବି କହିବୁ ଭାଇ ଆସୁଛି କାହା ସହ ଗପ କରୁଛ ତମେ ଜାଣିଛ ନା ସଙ୍ଗୀତା ଶ୍ରାବଣକୁ ବିବାହ କରିଛି ହଁ ସେ ଏବେ ମୋ ସଉତୁଣୀ ହେଇଯାଇଛି ସଙ୍ଗୀତା ୟା ଭିତରେ ଦ୍ରୌପଦୀ ରୋଲଟା କଲେଣି 3 4 5 6 ସ୍ୱାମୀ କି କଥା ତ ମୁଁ ଦେଇଥିଲି ମେଡିସିନ କ'ଣ ଏମିତି କାମ କଲାନି ଡୋଣ୍ଟ ୱରି ତା ଖବର ବୁଝିବା ପାଇଁ ମୋତେ 10 ମିନିଟ୍ ଟାଇମ୍ ଲାଗିବ ତମେ ଆଗେ ଯାଇ ତା କଥା ବୁଝ ସେ ସଙ୍ଗୀତା ଆମ ସମସ୍ତଙ୍କ ମୁଣ୍ଡଟାକୁ ଖରାପ କରିସାରିଲାଣି ସେ ନାକ ସିଙ୍ଗାରୀ କ'ଣ କମ୍ କି ତା ଖବର ମୁଁ 10 ମିନିଟ୍ରେ ବୁଝିଦେବି ତମେ ଏତେ ଟେନସନ୍ କ'ଣ ପାଇଁ ହେଉଛି ତମେ କ'ଣ ବୁଝିପାରୁନ କାହିଁକି ନା ତମେ ନାୟକ ନୁହେଁ ଖଳନାୟକ ମୋ ମୁଣ୍ଡ ବିନ୍ଧିଲାନି ମୁଁ ଟିକେ ରେଷ୍ଟ ନେବାକୁ ଯାଉଛି ମୋ ମୁହଁ ତ ଖରାପ ତୋ ଭଉଣୀ ଜାଣିନି ତା ସ୍ୱାମୀର କରାମତି କ'ଣ ବୁଝିଲୁ ତମେ ବି ଛୋଟ କର ଚୁଟି ଟୋକିରେ ସାଇଜ୍ କରିବାକୁ ମୋତେ 10 ମିନିଟ୍ ଟାଇମ୍ ତୁ ଏବେ ଆସି ପହଞ୍ଚିଲୁ କି ଗୁଡ଼ାଏ ଆ ଭିତରେ କାମ କାଟରା ହେଇଗଲାଣି କ'ଣ ହେଇଛି ଗୁଡ଼ାଏ ଛାଡ଼ ଘର କଥା ଗୁଡ଼ା କ'ଣ କହିବା କ'ଣ
ଚାଲ ଟିକେ ରିଆକ୍ସନ୍ ରେ ରିଲାକ୍ସ କରିଦେବା ଭାଇ ଅପା ଘର ଭିତରେ ଗଲା ସେ ଗଲା କୁଆଡ଼େ ଗଲା ଜାଣିଛୁ? ନା ନା ସେ ବେଡରୁମ୍ ଗଲା ସବୁ ଯନ୍ତ୍ରପାତି ସେଠି ରଖିଛି ଦୁଇ ପେଗି ପକେଇବ ଶୋଇବ ମାନେ ନା ଦେଖିଦେଲେ ସେ କ'ଣ କାଟ ଦେଖିବାର ନାହିଁ ତୁ ଜାଣୁ ଘର ଭିତରେ କ'ଣ ଜାଣିଛୁ କି ଜାଣ ତୁ ଆମ ଘର ଭିତରେ ତୁ କ'ଣ ସବୁବେଳେ ଆଉଛୁ ତୋର ଜଣକୁ ଆଚ୍ଛା ମୁଁ ମମିକୁ କହିବି କ'ଣ କହିବୁ ସବୁ କଥା ଜାଣିଛି କ'ଣ ଜାଣିଛୁ ତୁ କହିବୁ ସବୁ କଥା ଜାଣିଛି ପିଣ୍ଟୁ ପିଣ୍ଟୁ ନା 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 ଆଇଲୋ ନାଚ କରିବା କିନ୍ତୁ ଶୁଣ ଭାଇ ମୋ କଥା ଶୁଣ ଡାକୁନ ତୁ ମୋ କଥା ଶୁଣୁ ଯାହା କହୁଛୁ ସେଟା ଶୁଣ ଭାଇ ଡାକୁନ ଭାଇ 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 ଅପା ଦେଖି ମତେ ନିଜେ ପାଣି ଦେବ ତୁ କ'ଣ ଦେଖି ତମର ଘରଟା ମୋର ତମର ସ୍ତ୍ରୀଟା କାହାର ତମର ପିଲାଟା କାହାର ତମର ମୁଁ ତ ବୁଝିବି କେତେ କାମ କହିଦେଲି ତୁ ବସ ମୁଁ ଦେଖେ ସେ କୁଆଡ଼େ ଗଲା ଦେଖେ ଯାଅ ଶୀଘ୍ର ଯାଅ ଯାଅ ମତେ ହଉନି ଆରେ ବସ ବସ ମତେ ଠିଆ ପାଳିଦବ ମୁଁ ତ ଯାଇଲ ବାବା ମୋ କଥା ଶୁଣୁ ତୁ କାହା କିଛି କହନା କିଛି କହ ତୁ କଥା କହିବା ଆରମ୍ଭ କଲା ମାନେ ତୋ ଜେଜ ମରିଯିବ ତୋ ଜେଜେମା ମରିଯିବ ତୋ ମମି ମରିଯିବ ତୋ ଆଣ୍ଟି ମରିଯିବ ମୁଁ ମରିଯିବି ସବୁ ମରିଛି ତୁ ଭଲ କିଛି କହନା କିଛି କହନା କିଛି କହନା ତୁ କି ଜାଣିନୁ ଛୋଟ ଲାଗି ଜାଣିନୁ ନା 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 କ'ଣ ହେଇଛି ପିଣ୍ଟୁ ଭାଇ ଏମିତି ମୋତେ ଡାକୁଥିଲେ କିନ୍ତୁ ତମେ ତ ଗଲି ମାନେ ଶୋଇଲି ତମର କିଛି ନାହିଁ ଆଉ କ'ଣ ହେଇଛି ଗୋଟେ ମ୍ୟାଥ୍ ବୁଝିବା ପାଇଁ ତମ ପାଖକୁ ଯାଇଥିଲା ତମେ ଶୋଇଥିଲ କିନ୍ତୁ ମୋ ପାଖକୁ ଆସିଲା ମୁଁ ତାକୁ ବୁଝେଇଥିଲି ସେ କମ୍ପ୍ଲିଟ୍ ତାର ହେଲେ ଏମିତି ଚୁପଚାପ ଠିଆ ହେଇଛି କାହିଁକି ମୋ ପାଖରେ ଠିଆ ହବନି ଗୋଟେ ଗଛ ମୂଳେ ଠିଆ ହବ ନା କ'ଣ ହେଇଛି ତାର କ'ଣ ହେଇଛି କିଛି କ'ଣ ହବ କ'ଣ ହେଇଛି ଦେଖୁନା କ'ଣ ତାର ହେଇଛି ହବ Gana,
वेलकम श्रवण कुमार, वेलकम। तम मृत्युको मु स्वागत करूँ। तमने तमे मोर रोग विषय जानी परिछ। तम द्वितीय स्त्री जानी पाइला अथच मु तुम विवाहित स्त्री मु जानी पाइली। तो बाबा माउसी मु सब कहि दो बोली तो बाबा कोनी तो बाबा मुझे सुसु मरे देवा मु तो हाथ जोड़ुची ए सुविधा ए मु तो तने कहि थी ना कोन कहिबे मु तो ताको गुरु से नीचे बुझी परिबे देख ताको पुरुष बुझी पाछती सी आज मो गोड़ धरछती ए जगन्नाथ महापात्र ए लक्ष्मी महापात्र अरे आसो देखो तुम बुआ जी के मो गोड़ धर पूर्ण होई ओहो डाकिलो बोधे ससुर मासे अपने कासले अपन स्त्री के अपन संग रहलेनी और पूरा अपन को बोले गुरु गुरु स्त्री कथा टिके घोली कोन पे तमे कहूनो पाटी चुप करो पाटी चुप कर और हैं जतले सौदरी हेई असतलु काई ये ढंग तो तर नथिला हैं मो सौदरी हेई रहिबु ना मो स्वामी के बड़ा पाखरु छोड़े कि नबु एई कथा कहया कोन मते डाकिथिलो बो तमे कथा तो अमे कोन कथा सुनियो कोन कथा अब
କଥା ଶୁଣିବ। କଣ ହେଇଛି ପୁଅର କଣ ହେଇଛି? ଏ ବୋଉ ତୁ କାହିଁ ଉଠେଇଛୁ କହିଲୁ? ସିଏ ଚାଲିଗଲେ ସତ କଥାଟା କଣ ସିଏ ଜାଣିପାରିବେନି? ସତ କଥାଟା ମୁଁ ଆଜି କହୁଛି ଶୁଣ। ଶ୍ରବଣ ସିଏ ତାଙ୍କୁ ନିଜ ଭୁଲ ବୁଝି ପାରୁଛନ୍ତି। ସେ ମୋ ଗୋଡ଼ ଧରି ମତେ ଭୁଲ ମାଗିଛନ୍ତି। ଆଜି ଠାରୁ ଏ ଘରେ ପୂଜା ଅର୍ଚ୍ଚନା ସବୁ ବନ୍ଦ। ଏ ଘରେ ପୂଜା ଅର୍ଚ୍ଚନା ହେଇପାରିବନି। ମୁଁ ଯାହା କହିବି ଏ ଘରେ ସେଇଆ ଠିକ ହବ। କଣ ଶ୍ରବଣ ଏଇ କଥା ତମ ବାପା ବୋଉ ଟିକେ କହିଦିଅ। ହଲ ବୋଉ ମନମୋହନ ଯାହା କହୁଛି ଠିକ କହୁଛି। ଆଜି ସେ ଘରେ ପୂଜା ବନ୍ଦ ହେଇଗଲା ନା? ଏଇ କଥା ପୁଅକୁ ଆମେ କହୁଥିଲୁ, ହେଲେ ଆମ ପୁଅ ବୁଝି ପାରୁନଥିଲା। ଆଜି ଆମ ବୋହୂ ତାକୁ ବୁଝେଇ ପାରିଛି। ଠିକ କଥା, ଭଲ ହେଇଛି। ଏ ଘରେ ସବୁଦିନ ସେ ପୂଜା ପାଇଁ ଅଶାନ୍ତି ସୃଷ୍ଟି ହଉଥିଲା। ତୁମ ଦି ଜଣ ଭିତରେ ଝଗଡ଼ା ହଉଥିଲା। ଏଣିକି ଆଉ ଏ ଘରେ ସବୁ କିଛି ବି ହବନି। ଏ ଶ୍ରବଣ ଯା ସେ ପୂଜା ନେଇ ପାଣି ଫିରି ଦେ। ଆରେ ସେଗୁଡା ରହିଲେ ପୂଜା କରିବା ପାଇଁ ତୋର ପୁଣି ମନ ହବନି। ଯା ଶୁଣ, ତମ ବୋହୂକୁ କୁହ ଯେତେ ସିଏ କରୁଛି ଏ ଘର ଛାଡ଼ି ସେ ଚାଲି ଯାଉ। ଚାଲିଯିବ ଏ ଘର ଛାଡ଼ି ସବୁଦିନ ପାଇଁ ମୁଁ ଚାଲିଯିବି। ଶୁଣ, ଦୂରକୁ ନୁହେଁ, ଏଇଠି ତୋ ଶାଶୁ ଶ୍ୱଶୁର ପାଖରେ ହଁ ସଙ୍ଗୀତା ତୁମ ବାପା ବୋଉକୁ ନେଇ ବହୁତ ଦୂର ଚାଲି ଯା। ଏଇଠି ରହିବେ, ଏଇ ଘରେ ରହିବେ। ଭାଗ୍ୟ ହବ ଏ ଘରେ ଗୋଟେ ଲକ୍ଷ୍ମଣ ରେଖା ଜାଣିଦେବି। ଗୋଟେ ପାଖରେ ମୋ ପାଖରେ ତମେ ରହିବ, ଆଉ ଗୋଟେ ପାଖରେ ବୁଢା ବୁଢୀ ଧରି ସଙ୍ଗୀତା ରହିବ। ଏ ଘରେ ଲକ୍ଷ୍ମଣ ରେଖା କଣ ହବ? ଯୋଉ ରେଖାକୁ ତୁ ତୁ ସତୀ ସୀତା ବି ରହି ପାରିନଥିଲେ। सरप्राइज ग्रहण करिब ना? निश्चय करिबि मुन्नो मन गला फेरबि संकेले देखे नहीं देखो मो स्त्री मते सरप्राइज दे दियो मो तमाम सरप्राइज दियो मो तमाम सरप्राइज दियो आगे आखिर बुझो देखो मो आखिर बंद कर दियो मो सरप्राइज दियो दियो मुझको तमाम सरप्राइज दियो मुझको तमाम सरप्राइज दियो
ସେସବୁରେ ବି ତମକୁ ପ୍ରଣାମ କରିବାକୁ ମୋର ଭାରି ଇଚ୍ଛା ହଉଛି। ତମେ ଅନୁମତି ଦବ ନା? ଦବ ନା ଅନୁମତି? ଏଠି ବସ ବସ ତମେ। ସବୁଳ ତମ ବାପା ବୋଉ ଆଗରେ ଯୋଉ ଗୀତ ଗାଅ ତମେ ସେସବୁବେଳେ ସେ ଗୀତ ଗାଇ ଶୁଣାଅ। ମନେ ପଡ଼େ ତାଙ୍କ ଆଗରେ ସେ ଗୀତ ଗାଇବାକୁ ଚାହେଁ। ସବୁ ଗାଅ। बाबा बोऊ आसतु बसतु आसतु बसतु बाबा। बाबा ଆପଣ ପୁଅ ଆପଣଙ୍କ ସାମ୍ନାରେ ଯୋଉ ଗୀତ ଗାଏ ମୁଁ ଶେଷ ସମୟରେ ସେଇ ଗୀତ ଆପଣଙ୍କୁ ଶୁଣେଇବି ସେଇ ଗୀତ ଶୁଣିବେ ନା?
ମୁଁ ସବୁଦିନ ପାଇଁ ହାତୀ ବହୁତ କରିଦେଇଛି। ସବୁ ଘଟଣା ଘଟିଗଲା ଅଥଚ ମତେ ଟିକେ ଖବର ଦେଇ ପାରିଲେନି। କଣ ଆଉ ଖବର ଦେଇଥାନ୍ତି ମୁଁ ଆପଣଙ୍କୁ? ଗୋଟେ ବୋଲି ପୁଅ ବୋଉଟି ଆଣିଥିଲି ସୁଖ ସଂସାର କରିବା ପାଇଁ, ହେଲେ ହେଲେ କଣ ହେଲା, ସମୟଟା ଏମିତି ମଧ୍ୟ ବଦଳି ଦେଲା। ସେ ଲାଜରେ ମୁଁ ଘରୁ ଆଉ ବାହାରି ପାରିଲିନି। ମୋର ବି ସେଇଭଳି ପରିସ୍ଥିତି। ବଡ଼ ବୋଉଟା ଆସିଲା ପରେ ମୋ ଘରଟା ଟୋଟାଲ ଭାଙ୍ଗିଗଲା। ଆଉ ମୋ ବଡ଼ ପୁଅଟା ଆଇନକୁ ହାତ ମୁଠାକୁ ନେଇ ତା ନିଜ ପୁଅଟାକୁ ନିଜ ହାତରେ ମାରି ଆମେ ଦି ଜଣ ବୁଢ଼ା ବୁଢ଼ୀ ସିଦ୍ଧାନ୍ତ କରିଛୁ ଏ ଘର ଛାଡ଼ି ସବୁଦିନ ପାଇଁ ପୁରୀ ପଳେଇଯିବୁ। ଏ ଜଗା ପକେଇ ବରଂ ଭିକ ମାଗି ପେଟ ପୋଷିବୁ, ହେଲେ ପୁଅ ବୋଉଙ୍କ ପାଖରେ ଆଉ ମୋଟେ ରହିବୁନି। ଚାଲିଛି ଗୋଟେ ଗପ ଚାଲିଛି ଆଉ। ପ୍ରଭୁ ୟା ପରେ ପୁତ୍ର ମାରଣ ଯଜ୍ଞ କରିବ, ଏଇଆ ତ? ଆରେ ପ୍ରଭୁ କ୍ଷତି କର, ଜୀବନ ସାରା ଆମର କ୍ଷତି କରୁଛ। ଆଉ ଶେଷରେ ବାକି ଥିଲା ଲଗେଇକିରି ମୋ ପଛରେ ପକେଇ ଦେଇଛୁ। ଛାଡ଼ିବି ଏ ପ୍ରଭୁ ଗୋଟି ଗୋଟିକିରି ହିସାବରେ ଛାଡ଼ିବି, କାହାକୁ ଗୋଟାଏ ଛାଡ଼ିବି। ଶୁଣ ତମ କଥା ପଛରେ। ଓ ଜଗନ୍ନାଥ ବାବୁ, ସବୁ ଭଲ? ତମେ ଆଡ଼ୁ କୁଆଡ଼େ ଆଇଲ? ମୋ ସମୁଦ୍ର ପାଖକୁ ମୁଁ ଓ ଗପ କରିବୁ, ଆଖିରେ ଦେଖା ହଉନି, ପଳେଇଲେ କୁଆଡ଼େ? ଇଏ ତମର ସେ ପୁଅ ଭଲ ଅଛି ନା? ହଁ, ମୋ ପୁଅ ତ ବହୁତ ଭଲ ଅଛି। ଭଲ ଅଛି? ହଁ। ନାଇଁ ମ ତମ ପୁଅ ଭଲ ଅଛି? ହଁ। ତମ ପୁଅକୁ ଡାକୁନା, ଆସିବ ତମ ପୁଅ। ଆଉ ଆସିବାର ନାହିଁ। କଣ ହେଇଛି ମୋ ପୁଅର? ତମ ପୁଅ ଆସିବାର ନାହିଁ ମାନେ ତମ ପୁଅ ମରିଯିବ। ହେଇ, କଣ ହେଇଛି ମୋ ପୁଅର? କଣ ହେଇଛି ମୋ ପୁଅର? ଜଗନ୍ନାଥ ବାବୁ ସେ ସବୁ ମିଛ କହୁଛି। ମିଛ କହୁଛୁ। ମୋ ପୁଅକୁ ବ୍ରେନ୍ ଟ୍ୟୁମର ହେଇଛି। ତମେ ମିଛ କହୁଛ। ମୋ ପୁଅର କିଛି ହେଇନି। ମୋ ପୁଅର କିଛି ହବନି। ମରିବ ସେ, କିଛି ହବନି। ମରିବ ସେ। ନା, ତମ ବାବାଙ୍କ ଆଶୀର୍ବାଦରେ ମୋ ପୁଅଟା ବଞ୍ଚ ହେଇଯାଇଛି। ତମ ବାବାଙ୍କ ଆଶୀର୍ବାଦ ତାପରେ ଅଛି। ମୋ ପୁଅର କିଛି ହବନି, କିଛି ହବନି। ବାବା, ସମ୍ଭାଳ, ସମ୍ଭାଳ। ତତେ ଜନ୍ମ ଦ୍ୱାରା ପ୍ରାପ୍ୟଟା ମୁଁ ପାଇଯିବି। ମାରିଦେ ମତେ। ମାତା ଶ୍ରୀ ଆସିଗଲେ। ସେ ମତେ ମାରିଦଉ। ଆରେ ଏଇଟା ତ ମା, ତାକୁ ଛାଡ଼ିଦେଲେ ମତେ ମୁଁ କଣ ଜାଣିପାରୁଛି ସେ ମା ବୋଲି? ମତେ ମାରିଦେ। ମୁଁ ମାରିବା କଥା। ତୁ ମାରିବୁ ତ? ମାରିଦେ ମତେ। ତୁ ମାରିବୁ? ମାରେ। ତୁ ମାରିବା କଥା। ତୁ ମାର, ସିଏ ମାର। ତୁ ଏ ପ୍ରଭୁ କିଏ ଆଗ ମାରିବ କୁହ? ଆରେ ସେ ତତେ ଜନ୍ମ କିଏ ଆଗ ମାରିବ କୁହ? ମୁଁ ମାରିବି, ମତେ ମାରି ନାଇଁ, ଏ ଛାଡ଼ିଦେ। ପ୍ରଭୁ ପଟ୍ଟନାୟକ ଠିକ ଟାଇମରେ ଏଣ୍ଟ୍ରି କରିଗଲା ଆଉ। କଣ କହୁଛୁ? ଏ କଣ କହୁଛୁ? ପ୍ରଶାନ୍ତ এইটাকে তো মারিদে, মারিদে কুলাঙ্গারটাকে। এইটা ମୋ ବଂଶରେ କଳଙ୍କ ଲଗେଇଛି। ଆମ ବଂଶରେ ଇଏ ହେଉଛି ଗୋଟେ କୁଳ କଳଙ୍କ। ବଞ୍ଚାଇ ରଖିବା ତାକୁ। ମାରିଦେ, ମାରିଦେ କୁଳ କଳଙ୍କକୁ। ମାରିଦେ ପ୍ରଶାନ୍ତ। ପାରୁଛୁ ତ ଏ କୁଳାଙ୍ଗରଟାକୁ ଶେଷ କରିଦେ। ମୁଁ ଯଦି ଜାଣିଥାନ୍ତି ଇଏ ମୋ ଗର୍ଭରେ ଥିଲାବେଳେ ଏମିତି ଗୋଟେ କୁଳାଙ୍ଗର ହବ ବୋଲି, ତାହେଲେ ମୁଁ ତାକୁ ଗର୍ଭରୁ ଶେଷ କରିଦେଇଥାନ୍ତି। ବାପା କହୁଛି ମାରିଦେ, ମା କହୁଛି ମାରିଦେ, ମୁଁ କଥା ମିଛ। ଇଏ ମୋ ପଛରେ ପଡ଼ିଛନ୍ତି, ଇଏ ଚାହୁଁଛନ୍ତି ମୁଁ ମରିଯାଏ ବୋଲି। ଠିକ ଅଛି, କିନ୍ତୁ ମୁଁ ମରିବିନି। ମୁଁ ଏତେ ଶୀଘ୍ର ମରିବିନି। ମରିବି ମାନେ ଦି ଚାରିଟାକୁ ମାରିକି ମରିବି। ବନ୍ଧ ଧରିଛୁ ତ? ବାପା କଥା ଯଦି ବାପର ପୁଅ ହେଇଥିବୁ, ଇଏ 2 3 କଲାକୁ ଫୁଟେଇ ଦେବୁ। ଫୁଟେଇ ଦେବୁ ତ? 1 2 3। ମୋ ପାଖକୁ କେହି ଆସନା।
ବନ୍ଧୁକରେ ଫୁଟେଇ ଦେବି। ବାପା ନିଜ ହାତରେ ନିଜ ପିଲାଟାକୁ ମାରିଦେଲା। କରୁଛ କ'ଣ ପାଇଁ ବାପା? ନାଇଁ ବାପା, ଭଲ ହେଇଯିବ। କିଛି ହବନି। ତମ ପାଖରେ ଗୋଟେ ଭଲ ପୁଅ ଅଛି, ତାକୁ ନେଇକିରି ତମେ ଅବଶିଷ୍ଟ ଜୀବନ ବଞ୍ଚ। ଭଲ ପୁଅ ଖରାପ ପୁଅ, ଭଲ ପୁଅ ଖରାପ ପୁଅ, ୟା ଭିତରେ ଫରକ ଖୋଜୁ ଖୋଜୁ ବହୁତ ଦିନ ପଳେଇଲା ବାପା। ବାବା ବାବା କଥା କ'ଣ କି, ମୁଁ ବେଳେବେଳେ ସେ ପିଲାଟାକୁ ଭାରି ଖରାପ ଭାବେ। ଶ୍ରବଣ ଜଗନ୍ନାଥ ମଉସା ପୁଅ ହେଲା ବାପା, ସିଏ ଗୋଟେ ଭଲ କାମ করে ଜାଣିଛ? ତା ବାପା ମାଆଙ୍କୁ ସେ ପୂଜା କରେ ମାନେ ଗୋଟେ ପୂଜା କରେ, ଗୋଟେ ଗୀତ ଗାଇକିରି ପୂଜା କରେ। ମୁଁ ଚାହୁଁଛି ସେ ଗୀତଟା ମୁଁ ତୋତେ ଶୁଣିବୁ, ବଞ୍ଚିବିନି। ମଲା ବେଳେ ତୋ ପଣତ କାଟି ଟିକେ ପକେଇଦେବୁ। ସେଇଠି ଶୋଇକିରି ଗୀତ ଶୁଣିକିରି ଭଲ ହେଇଯାଇଛି। ସତ କହୁଛୁ ମୋ ପୁଅଟି ଭଲ ହେଇଯାଇଛି? ମୁଁ ଶାଶୀ ପୁରା ଭଲ ହେଇଯାଇଛନ୍ତି। ତୁ ସତ କହୁଛୁ ପୁଅ? ମୋ ପୁଅ ଭଲ ହେଇଯାଇଛି। ଆପଣ ତ ଭଲ କଲେ। ଏଥର ସ୍ୱର୍ଗ ଯିବା ପୂର୍ବରୁ ସପଣର ବାପା ମାଆଙ୍କୁ ଟିକେ ଭଲ କରିଦେବା। ଆଜ୍ଞା ମହାରାଜ। ତଥାସ୍ତୁ। ଆମେ ସବୁ ଦେଖିପାରୁଛୁ, ଲକ୍ଷ୍ମୀ ମୁଁ ଦେଖିପାରୁଛି, ମୁଁ ସବୁ ଦେଖିପାରୁଛୁ, ଲକ୍ଷ୍ମୀ ମୋ ବାପା ବୋଉ ଦେଖିପାରୁଛନ୍ତି। ସତରେ ମୋ ବାପା ମା ମୋ ପାଇଁ ଠାକୁର। ମୋ ବାପା ମୋର ଜଗନ୍ନାଥ, ମା ମୋର ଅନ୍ନପୂର୍ଣ୍ଣା। ଘର ତ ଅଛନ୍ତି ଝିଅଟା ଠାକୁର, ମତେ ଦିଅ ପୂଜିବାକୁ ଦେଉଳ ମନା। Jai